Hello. Oh, hello everyone. Welcome to the class. Myself Pritish. तो आज आम साहित्यर तुम हटई दिए तुम रेकर्डिंग बंद हो जाऊँ साहित्य आज पढ़ा ना कि साहित्य आज डिस्कसन करिया आज तो साहित्य पढ़ार अच्छे ओडिया साहित्य आम कौन नहीं ओडिया ओडिया पढ़िया तुम 45 मिनिट चलो ठीक अच्छे तो नो ब्रेक खाइबा पानी जहाँ भी अच्छी तुम सब धरिक आस आम डिस्कसन करवा सब गुड़ा टपिक आज जी पार्लु 45 मिनिट कवर करिया साहित्यर कार साहित्यर चलो स्टार्ट कर दो कुछ डेरी करियानी आज क्लास के स्टार्ट है मेमोरी हम तो से लिखि दे 5टा 31 रे स्टार्ट है ठीक अच्छे 5टा 31 आज डेट के आज डेट हूँ 15 ना 16 17 हाँ ये थी थर्सडे माने 16 रही जा हम्म 16 16 10 25 ଶୁଣୁଛ ନା ନାଇଁ ପ୍ରୀତିଶ ମୁଁ ନିଜକୁ କହିଦଉଛି ମାନେ ଦେଖ ପରୀକ୍ଷା ସରିଲା ପରେ ଗୋଟେ ଦେଖିବା ନା ସେଥିପାଇଁ 16 10 25 ତୁ ଭାବିଥିଲୁ ପାସ୍ ହବୁ ବୋଲିକି 16 10 25 ଠିକ ଅଛି 5ଟା 31 ମୁଁ ସୁଟିଂ ଷ୍ଟାର୍ଟ କରିଦେଲି ପାଣି ବି ପିଇଲି ବୁଝିଲ ମନେ ରହିଲା ଚାଲ ଷ୍ଟାର୍ଟ କରିବା ନା ଡେରି କରିବାନି କଥାବାର୍ତ୍ତାରେ ଚାଲ ଷ୍ଟାର୍ଟ କରିଦବା କଣ ଆମେ ପଢୁଥିଲୁ ରେ ସେ ଯୋଉ ଆମର ପାଠର ନାଁ କଣ ଥିଲା ପୁଷ୍ପପୁରରେ ବର୍ଷା ବର୍ଣ୍ଣର ଆମେ ଏମିତି ଡିସ୍କସନ କରୁଥିଲୁ ନାଇଁ କି ଆଚ୍ଛା ପେନସିଲ ଗୋଟେ ମିଳିଯାଇଥାନ୍ତା ହେଲେ ମଜା ହେଇଥାନ୍ତା ରେ କିଶୋରେ ପେନସିଲ ଗୋଟେ ମିଳିବ କି ରେ ଟିକେ ରୁମ ଧରିକି ଆଉଛି ପେନସିଲ ଷ୍ଟାର୍ଟ କରିଦେଲୁ ଲେଟ୍ ହେଇଯାଉଥିଲା ତ ଯାଉଛି ଧରିକି ଆଉଛି ଥା ସମସ୍ତେ କଷ୍ଟରେ ତୋର ଗୋଟେ ପେନସିଲ ମିଳିଲା ଯେ ଏଟା ଚାଲିବ କି ନାହିଁ ମୁଁ ଜାଣିପାରୁନି ହଉ ଚାଲ ଚଲେଇ ତାରେ କିଛି କରିବା ପେନସିଲ ମିଳୁନି ମତେ ଏଟା ଚାଲ ରେ ଚାଲ ଲେଖିଦା ଦେଖ ପ୍ରଥମ ପ୍ରଶ୍ନ କଣ ଦେଇଛି ରେ ବିତାଡିତ ବିରହୀ ଯକ୍ଷ ବାରିଦକୁ କେଉଁଥିରେ ପୂଜା କରିଥିଲା ବିତାଡିତ ବିରହ ଯକ୍ଷ ପୁଷ୍ପ ଅଗ୍ର ଅଗ୍ର ପୁଷ୍ପ ଥାଳିରେ ଯୋଉ ପୁଷ୍ପ ଅଗ୍ରରେ ସେ ପୂଜା କରିଥିଲେ ନାଇଁ କି ବାରିଦକୁ ବିତାଡିତ ବିରହ ଯକ୍ଷ ବିତାଡିତ ବିରହୀ ଯକ୍ଷ ବାରିଦକୁ କୋଉଠି କେମିତି ପୂଜା କରିଥିଲା ପୁଷ୍ପ ଅଗ୍ରରେ ପୂଜା କରିଥିଲା ଏଟା କେମିତି ଲେଖୁନି ଅଳକାପୁରୀରେ ଥିବା ପ୍ରିୟା ପାଖକୁ କିଏ ଉଦନ୍ତ ପଠାଇଥିଲା ଅଳକାପୁରୀରେ ଥିବା ପ୍ରିୟା ପାଖକୁ ବିରହୀ ଯକ୍ଷ ଉଦନ୍ତ ପଠାଇଥିଲା ଓହୋ ହୋ ବିରହୀ ଯକ୍ଷ ପ୍ରିୟା ପାଖକୁ ମାନେ ଅଳକାପୁରୀରେ ଥିବା ପ୍ରିୟା ଅଳକାପୁରୀର ପ୍ରିୟା କୋଶ୍ଚିନ୍ ଆସିପାରେ ପ୍ଲେ ଅଳକାପୁରୀର ପ୍ରିୟା ପାଖକୁ ହଁ ହଁ ଅଳକାପୁରୀ ପୁଷ୍ପପୁର ଅଳକାପୁରୀର ପ୍ରିୟା ପାଖକୁ କିଏ ଆମର ବିରହୀ ଯକ୍ଷ ବାରିଦ ସାହାଯ୍ୟରେ ବାରିଦକୁ ଅଗ୍ର ଥାଳିରେ ପୂଜା କରିକି ସେ କଣ କଲା ପ୍ରିୟା ପାଖକୁ ମାନେ ଉଦନ୍ତ ପଠେଇଥିଲା ଉଦନ୍ତ ବୋଲେ ଚିଠି ବୋଧେ ଠିକ ଅଛି ବ୍ୟକ୍ତି ବିଶେଷର ଲାଭ କ୍ଷତିରେ କିଏ ବିଚଳିତ ହୁଏ ନାହିଁ ବ୍ୟକ୍ତି ବିଶେଷର ଲାଭ କ୍ଷତିରେ କିଏ ବିଚଳିତ ହୁଏ ନାହିଁ ବ୍ୟକ୍ତି ବିଶେଷର ଲାଭ କ୍ଷତିରେ ଉଦାସୀନ ଧରଣୀ ବିଚଳିତ ହୁଏନି ବେଳେ ବ୍ୟକ୍ତି ବିଶେଷର ଲାଭ କ୍ଷତିରେ ଉଦାସୀନ ବିଚଳିତ ହୁଏ ନାହିଁ ଠିକ ଅଛି ବା ଧରିତ୍ରୀ ମାତା ଉଦାସୀନ ଧରଣୀ ପୁଷ୍ପପୁରରେ ସ୍ୱକର୍ମ ସାରି କେଉଁ ପଥରେ ଗତି କରିବାକୁ ବାରିଦକୁ ଲେଖକ ନିବେଦନ କରିଛନ୍ତି ପୁଷ୍ପପୁରରେ ସ୍ୱକର୍ମ ସାରି
କେଉଁ ପଥରେ କେଉଁ ପଥରେ ଉତ୍କଳ ପଥରେ ଗତି କରିବା ପାଇଁ କହିଛନ୍ତି। ଉତ୍କଳରେ ଟିକେ ବେଶୀ ଏତେ ଚାଲିଛି, ମରୁଡ଼ି ଚାଲିଛି, ତ ସେ ଉତ୍କଳ ପଥରେ ଗତି କରିବାକୁ ଆମର ପୁଷ୍ପପୁରରେ ରହି ଲେଖକ ବାରିଦକୁ କହିଛନ୍ତି। ଠିକ ଅଛି। ଲେଖକ କେଉଁମାନଙ୍କୁ ନିରାଶ ନ କରି ବଦାନ୍ୟତା ଆରମ୍ଭ କରିବାକୁ ଜଳଦକୁ ଅନୁରୋଧ କରିଛନ୍ତି। ଲେଖକ କେଉଁମାନଙ୍କୁ ନିରାଶ ନ କରି, ଲେଖକ ଯୋଉ ଦରିଦ୍ର ବନବାସୀ ମାନଙ୍କୁ ନିରାଶ ନ କରିକି ସେମାନଙ୍କ ଠାରେ କଣ ଦରିଦ୍ର ମାନଙ୍କ ଠାରେ ବଦାନ୍ୟତାର ମହତ୍ଵ ବଢିଯାଏ। ତ ଦରିଦ୍ର ମାନଙ୍କ ଠାରେ ବା ଦରିଦ୍ର ଗ୍ରାମବାସୀ ମାନଙ୍କ ଠାରେ ତୁ କଣ କରିବୁ, ସେମାନଙ୍କୁ ନିରାଶ କରିବୁ ନାହିଁ, ହତାଶ କରିବୁ ନାହିଁ, ସେମାନଙ୍କ ଠାରେ ତୋର ଯୋଉ ବଦାନ୍ୟତା ଦେଖେଇବୁ ବୋଲିକି ଲେଖକ କହିଛନ୍ତି ବାରିଦକୁ। ଗୋପଲର ଗଳଗଣ୍ଠି ଓ ଗୋପାଳର ବେଣୁସ୍ୱନ ଶୁଣି ଜଳଦ କେଉଁ ସ୍ଥାନର ସୀମା ବୋଲି ଜାଣିପାରିବ। ଗ୍ରାମର ସୀମା ବୋଲି ଜାଣିପାରିବ। ଗୋପଲର ଗଳଗଣ୍ଠି ଗୋପାଳର ବେଣୁସ୍ୱନ ଶୁଣି ଜଳଦ ଗ୍ରାମ ସୀମା ବୋଲି ଜାଣିପାରିବ। ଏଟା ପଢିପାରେ ବୋଲା ଦେଖିକି ସର୍ଟ କୋଶ୍ଚିନ୍ ରେ ଗ୍ରାମ ସୀମା ବୋଲି କିପରି ଜାଣିପାରିବ। ଗ୍ରାମ ସୀମା ବୋଲିକି ଗୋପଲର ଗଳଗଣ୍ଠି ଆଉ ଗୋପାଳର ବେଣୁସ୍ୱନ, ଶ୍ରୀକୃଷ୍ଣଙ୍କ ଫିଲ୍ ହେଲା ହେଲା। ଗୋପଲର ବେଣୁସ୍ୱନ ଅଛି, ଗୋପଲର ଗଳଗଣ୍ଠି ଘଣ୍ଟି, ଗୋପଲର ଗଳ ଘଣ୍ଟି ଆଉ ଗୋପାଳର ବେଣୁସ୍ୱନ। ଉତ୍କଳୀୟ ଲଳନାଙ୍କର ଗତିକୁ କାହା ସହିତ ତୁଳନା କରିଛନ୍ତି। ଲଳନା ମାଦଳସା ମାତଙ୍ଗିନୀ ପରି ଚାଲନ୍ତି। ଉତ୍କଳୀୟ ଲଳନା ଗତିକୁ ନିର୍ଝରଣୀ ସହିତ ତୁଳନା କରିଛନ୍ତି। କାହା ସହିତ? ନିର୍ଝରଣୀ ସହିତ ତୁଳନା କରିଛନ୍ତି। ନିର୍ଝରଣୀ ବୋଲେ ଆମର ଝରଣା ସହିତ ତୁଳନା କରିଛନ୍ତି, ବହି ବହି ଯାଉଛନ୍ତି, ମାନେ ଢଳି 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 ଯାଉଛନ୍ତି ସେଟା କଥା କହିଛନ୍ତି। ତ ଉତ୍କଳୀୟ ଲଳନା ବୋଲେ ନାରୀ, ଠିକ ଅଛି। ଉତ୍କଳୀୟ ନାରୀ ମାନଙ୍କର ଗତିକୁ ନିର୍ଝରଣୀର ଗତି ସହିତ ତୁଳନା କରିଛନ୍ତି। ନିର୍ଝରଣୀ ବା ଝରଣା କିପରି ଯାଏ, ବହିଯାଏ, ସେହିପରି ଉତ୍କଳର ନାରୀ ମାନେ କଣ ଯାଉଛନ୍ତି ବୋଲିକି କବି ଏଠାରେ ତୁଳନା କରିଛନ୍ତି। ଏସବୁ ଲେଖକ ଏଠି ତୁଳନା କରିଛନ୍ତି। ବୁଝିଲ ନା। ଲଳନାଙ୍କର ଗତିକୁ ନିର୍ଝରଣୀ ସହିତ ତୁଳନା କରିଛନ୍ତି। କିଏ ମାଦଳସା ହୋଇ ମାତଙ୍ଗିନୀ ପରି ଚାଲନ୍ତି ନାହିଁ। କିଏ ମାଦଳସା ହୋଇ ମାତଙ୍ଗିନୀ ପରି ଚାଲନ୍ତି ନାହିଁ? ନାରୀ ମାନେ। ଲଳନା ମାନେ ମାଦଳସା ହୋଇ ମାତଙ୍ଗିନୀ ପରି ଚାଲନ୍ତି ନାହିଁ। କାହା ସହିତ ତାଙ୍କ ଚାଲିକି ତୁଳନା କରାଯାଇଛି? ଝରଣା ସହିତ ତୁଳନା କରାଯାଇଛି, ନିର୍ଝରଣୀ ସହିତ ତୁଳନା କରାଯାଇଛି। ସିମ୍ପଲ। ମାଦଳସା ହୋଇ ମାତଙ୍ଗିନୀ ପରି ଚାଲନ୍ତି ନାହିଁ, ଆରାମ ସେ लिखिदो। ଯଦି ପ୍ରଶ୍ନ ଉତ୍ତର ହେଇପାରୁନି ତମ ଦ୍ୱାରା, ଦେଖିବା ଲେକ୍ଚର କଣ ଦେଖିବା, ମୁଁ ତମକୁ କହିବି। ଏଟା ତମର ଜାଣିଛ ତ କୋଉ ବହିଟା, ଏଟା ଟେଷ୍ଟ ପେପର ସୌରଭର ସିଏସଜି ଓଡିଶାର ପେଜ ନମ୍ବର ତମେ ଦେଖ 100 ମୁଁ ଲେଖି ଦଉଛି ଏଠି। ସୌରଭ ନାଇଁ କି? ଆରେ 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 ସୌରଭ ର sample paper page number 179. It's memory bro, it's memory, it's history. Love you। देखो ଭାଇ କ୍ଲାସ 12 ହଉଛି ଗୋଟେ ମେମୋରି, ତମେ ମେମୋରି କ୍ରିଏଟ କର। ଭାବନି ସରିଯିବ ନା, ମେମୋରି କ୍ରିଏଟ କର। ଜଳଧର କୃପା ହେଲେ ନିର୍ଝରଣୀ କେଉଁଠାରେ କିପରି ନାଚି ଉଠିବ। ଜଳଧର କୃପା ହେଲେ କିଏ କିଏ ଆଉ କେଉଁଠାରେ ନାଚି ଉଠିବ। ମୟୂର ନାଚି ଉଠିବ ପରା। ହଁ। ଗିରିଧରୀ ଠାରେ କ୍ରୀଡ଼ାରତ ବର୍ଷତରୀ ପରି ନାଚି ଉଠିବ। ନିର୍ଝରଣୀ ଗିରିଧରୀରେ କ୍ରୀଡ଼ାରତ ବର୍ଷତରୀ ପରି ନାଚି ଉଠିବ। ନିର୍ଝରଣୀ ମାନେ ଜଳଧର ଯଦି କୃପା ହେବ, ଜଳଧର ଯଦି ବର୍ଷା କରଉଛି, ତେବେ କଣ ହବ? ଝରଣା ଗିରିଧରୀରେ କ୍ରୀଡ଼ାରତ ବର୍ଷତରୀ ପରି ନାଚି ଉଠିବ।
ଗିରି ଦରି ଠିକ ଅଛି ଗିରି ଯୋଉ ପାହାଡ ପର୍ବତ ମଧ୍ୟରେ ସେ କଣ କରିବ ଖେଳି ଖେଳି ନାଚି ଉଠିବ ଖେଳି ଖେଳି ନାଚି ଉଠିବ ବର୍ଷ ତରି ପରି ନାଚି ଉଠିବ ବର୍ଷ ତରି କେମିତି ଏଇପଟେ ସେଇପଟେ ଏଇପଟେ ସେଇପଟେ ହୁଏନି ସେଇପରି ସେଇପରି ସେ ନାଚି ଉଠିବ ବୋଲିକି କହିଛନ୍ତି ଜଳଧର କୃପା ହେଲେ ନିର୍ଝରଣୀ କେଉଁଠାରେ ନାଚି ଉଠିବ ଉଠିବ କେଉଁଠାରେ ନାଚି ଉଠିବ କି ନିର୍ଝରଣୀ ଗିରି ତରି ପରି ତରି ଗିରି ତରି ପରି ଗିରି 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 ଦରି ପରି କ୍ରୀଡ଼ାରତ ବର୍ଷ ତରି ପରି ନାଚି ଉଠିବ ଗିରି ଦରି ଠାରେ କ୍ରୀଡ଼ାରତ ବର୍ଷ ତରି ପରି ନାଚି ଉଠିବ କଦମ୍ବ ପୁଲକରେ କଣ ହୋଇ ଉଠିବ ବୋଲି କୁହାଯାଇଛି କଦମ୍ବ ପୁଲକରେ କଣ ହୋଇ ଉଠିବ ବୋଲି କୁହାଯାଇଛି କଦମ୍ବ ପୁଲକରେ କଣ୍ଟକିତ ହୋଇ ଉଠିବ ବୋଲି କହିଛନ୍ତି ଏଇଟା ଯଦି ପଡିଗଲା ଭାଇ ମୁଁ ସତ କହୁଛି ରେ କେଉଁ ପ୍ରପାତରେ କ୍ରୀଡ଼ା କରିବାକୁ ଜଳଦକୁ ପ୍ରାବନ୍ଧିକ ନିବେଦନ କରିଛନ୍ତି ବରଗଡ ଆଉ କଣ ରେ ବରଗଡ ଆଉ ଦେବଗଡ ନା ଖଣ୍ଡାଧାର ଆଉ ଦେବଗଡ ବରଗଡ ନାଇଁ ମ ଦେବଗଡ ଖଣ୍ଡାଧାର ଖଣ୍ଡାଧାର ଦେବଗଡ ଜଳପ୍ରପାତ ବରଗଡ ଭାବିବୁନି ଦେବଗଡ ଠିକ ଅଛି ଦେବଗଡ ଖଣ୍ଡାଧାର କେଉଁ ମହାବନରେ ଅସରନ୍ତି ରତ୍ନଭଣ୍ଡାର ଲୁଚି ରହିଛି କେଉଁ ମହାଭଣ୍ଡାରରେ ଅସରନ୍ତି ରତ୍ନଭଣ୍ଡାର ଲୁଚି ରହିଛି ମାଲ୍ୟଗିରି ମନେ ରହିଯିବ ମାଲ୍ୟଗିରି ଗନ୍ଧମାର୍ଦ୍ଦନ ଆଉ ମେଘାସନ ମାଲ୍ୟଗିରି ମେଘାସନ ଗନ୍ଧମାର୍ଦ୍ଦନ ମାଲ୍ୟଗିରି ମେଘାସନ ଗନ୍ଧମାର୍ଦ୍ଦନ ମାଲ୍ୟଗିରି ମନେ ରଖିଲ ଚାଲ ମାନେ ମେଘାସନ ଗନ୍ଧମାର୍ଦ୍ଦନ ମାଲ୍ୟଗିରି ପର୍ବତରେ ମହାବନରେ ଅସରନ୍ତି ରତ୍ନ ଭଣ୍ଡାରକୁ ଲୁଚିକି ରଖିଛି ଧରିତ୍ରୀ ମାତା ଉତ୍କଳ ମାତା ଉତ୍କଳବାସୀ କେଉଁ ନଦୀ ତରିରେ ବସି ପିପାସୀ ହୋଇଛନ୍ତି କେଉଁ ନଦୀ ବ୍ରହ୍ମପୁତ୍ର ଭାଗୀରଥୀ ତୀରରେ ବସି ମାନେ ଉତ୍କଳବାସୀ ଭାଗୀରଥୀ ତୀରରେ ବସି ପିପାସା ହେଇକି ଅଛନ୍ତି ବୋଲି କୁହାଯାଇଛି ଠିକ ଅଛି ଭାଗୀରଥୀ ତୀରରେ ବସିକି ବା ଗଙ୍ଗା ନଦୀ ତୀରରେ ବସିକି ପିପାସା ହୋଇ ଅଛନ୍ତି ବୋଲିକି କୁହାଯାଇଛି ଠିକ ଅଛି ଉତ୍କଳବାସୀ କାହା ଉପରେ ବସି ଉପବାସୀ ହୋଇଛନ୍ତି ଉତ୍କଳବାସୀ ସ୍ୱର୍ଣ୍ଣ ରୂପା ରତ୍ନ ସ୍ତୂପ ଉପରେ ବସି ଏ ୱାର୍ଡ ଗୋଟେ ସାହିତ୍ୟିକ ୱାର୍ଡ ନାଇଁ କି ରତ୍ନ ସ୍ତୂପ ଉପରେ ବସିକି ସେମାନେ ଭୋକିଲା ଅଛନ୍ତି ଆଉ ଗଙ୍ଗା ଭାଗୀରଥୀ ତୀରରେ ବସିକି ସେମାନେ ଶୋଷିଲା ଅଛନ୍ତି ବା ପିପାସାରେ ଅଛନ୍ତି ଏବଂ ଉପବାସ କୋଉଠି ଅଛନ୍ତି ଉପବାସୀ ହେଇକି ଅଛନ୍ତି କୋଉଠେ ରତ୍ନ ସ୍ତୂପ ଉପରେ ବସିକି ଉତ୍କଳବାସୀ କାହା ଉପରେ ବସି ହଁ ସୂକ୍ଷ୍ମ ଶାଳୀର ଗ୍ରନ୍ଥାଗାର କୋଉଟା ସୂକ୍ଷ୍ମ ଶାଳୀ ସମ୍ବଲପୁର ପଶ୍ଚିମାଞ୍ଚଳ ସମ୍ବଲପୁର ହଁ କେଉଁ ନଦୀ ଉପଳ ଶଯ୍ୟାରେ ଯାଉ ଯାଉ ସ୍ୱର୍ଣ୍ଣ ରେଣୁ ଢାଳିଦିଏ କେଉଁ ନଦୀ ମହାନଦୀ ତନ୍ମୀ ମହାନଦୀ ଉପଳ ଶଯ୍ୟାରେ ଯାଉ ଯାଉ ସ୍ୱର୍ଣ୍ଣ ରେଣୁ ଢାଳି ଦିଏ ସେଥିପାଇଁ ସେଠାର ଲୋକ ଗୁଡାକ ସବୁ କଣ ଚକଚକ କରନ୍ତି କେଉଁ ଅଞ୍ଚଳର ନରନାରୀ ମାନଙ୍କୁ ଦୁଃଖ ଦୈନ୍ୟରେ ମଧ୍ୟ ବିଷାଦ କାଳିମା ଛୁଏଁ ନାହିଁ ସମ୍ବଲପୁର ଅଞ୍ଚଳର ନରନାରୀ ମାନଙ୍କୁ ପଶ୍ଚିମାଞ୍ଚଳର ବହୁତ ଦେଖିଛନ୍ତି ସମ୍ବଲପୁର ଅଞ୍ଚଳର ନରନାରୀ ମାନଙ୍କୁ ସମ୍ବଲପୁର ଅଞ୍ଚଳର ନରନାରୀ ମାନଙ୍କୁ ଦୁଃଖ ଦୈନ୍ୟରେ ସମ୍ବଲପୁର ଅଞ୍ଚଳର ନରନାରୀ ମାନଙ୍କର ଦୁଃଖ ଦୈନ୍ୟରେ ମଧ୍ୟ ସେମାନେ କଣ ବିଷାଦ ହୁଅନ୍ତି ନାହିଁ ବିଷାଦ କାଳିମା ଛୁଏଁ ନାହିଁ ଦୁଃଖ ଦୈନ୍ୟରେ ମଧ୍ୟ ବିଷାଦ କାଳିମା ଛୁଏଁ ନାହିଁ ସେମାନଙ୍କୁ ସମ୍ବଲପୁର ସବୁ ମନେ ରଖିପାରୁଛ ଆମେ ନେକ୍ସଟ ଟାଇମ ରିଭିଜନ କରିବା ଆଉ ଥରେ ଟେନସନ ନିଅନି ରେ 2-3 ଥର ରିଭିଜନ କରିବାରେ ଏତିକି ମନେ ରହିଲା ନେକ୍ସଟ ଟାଇମ ଆଉ ଥରେ ରିଭିଜନ କରିବା ଏମିତି କରିକି ପୁରା କ୍ଲିୟର ଖାଲି ଟିକେ ରହିଲା କଣ ବାୟୋଲୋଜିର ବଟନୀର ଲାଷ୍ଟ ଚାପ୍ଟରଟା ଗୋଟେ ଅଛି ସେଟା ଦେଖେଇଦେବି ତମର କିଛି ଅସୁବିଧା ନାହିଁ ତାପରେ ହେଲା ଇଜି ଚାପ୍ଟର କିଛି ଅସୁବିଧା ନାହିଁ ଉତ୍କଳର ଉତ୍ତମାଙ୍ଗ ବୋଲି ଲେଖକ କାହାକୁ କହିଛନ୍ତି ଉତ୍କଳର ଉତ୍ତମାଙ୍ଗ କଟକ ଉତ୍କଳର ଉତ୍ତମାଙ୍ଗ ସୌଧାବଳୀପୂର୍ଣ୍ଣ କଟକକୁ ଲେଖକ ଉତ୍କଳର ଉତ୍ତମାଙ୍ଗ ବୋଲିକି କହିଛନ୍ତି
କେଉଁଠାରେ କେଉଁଠାରୁ ଅଜୟ ବାହିନୀ ଝଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତର ଗତି କରି ଚାଲୁଥିଲେ? ବିଡ଼ାନାସୀ କଟକ। ବିଡ଼ାନାସୀ କଟକ ସେଟା ସବୁ। ବାରବାଟୀର ସ୍କଳିତ ପ୍ରସ୍ତରରେ କଣ ଆଜି ଯାଏ ଲାଗି ରହିଛି? ଶ୍ରୁତି ଓ କୀର୍ତ୍ତି। ବାରବାଟୀ ସ୍କଳିତ ପଥରରେ ସ୍ଖଳିତ ବାରବାଟୀ ସ୍ଖଳିତ ପଥରରେ ବାରବାଟୀ ସ୍ଖଳିତ ପଥରରେ କଣ? ବାରବାଟୀ ସ୍ଖଳିତ ପଥରରେ ବିଡ଼ାନାସୀ କଟକ ଶ୍ରୁତି ମାନେ ବାରବାଟୀ ସ୍କଳିତ ପ୍ରସ୍ତରରେ କଟକର ବିଡ଼ାନାସୀର ଯୋଉ ଶ୍ରୁତି ଆଉ କୀର୍ତ୍ତି ସେଗୁଡା ସବୁ ଏବେ ମଧ୍ୟ ମାନେ ଦେଖିବାକୁ ମିଳେ, ଆଜି ମଧ୍ୟ ଲାଗି ରହିଛି। ଠିକ ଅଛି। କୀର୍ତ୍ତି ଶ୍ରୁତି ଓ କୀର୍ତ୍ତି କଟକ ବିଡ଼ାନାସୀର ଶ୍ରୁତି ଓ କୀର୍ତ୍ତି ସେ ପଥରରେ ଆଜି ମଧ୍ୟ ଲାଗି ଅଛି। କେଉଁ ରାଜାଙ୍କ ମହାକୀର୍ତ୍ତି ଚିତ୍ରପଳାର ମେଖଳା ପରି ଦିଶୁଛି? କେଉଁ ରାଜାଙ୍କ ମହାକୀର୍ତ୍ତି? ମର୍କତ କେଶରୀଙ୍କର ମହାକୀର୍ତ୍ତି। ବା 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 ଏଇଟା ଇମ୍ପୋର୍ଟାଣ୍ଟ। କେଉଁ ରାଜାଙ୍କ ମହାକୀର୍ତ୍ତି ଚିତ୍ରପଳାରେ ମେଖଳା ପରି ଦିଶୁଛି? ମର୍କତ କେଶରୀଙ୍କ ମର୍କତ କେଶରୀଙ୍କ ମହାକୀର୍ତ୍ତି ଚିତ୍ରପଳାର ମର୍କତ କେଶରୀଙ୍କର ମହାକୀର୍ତ୍ତି ଚିତ୍ରକଳା ପରି ଚିତ୍ରପଳାର ମେଖଳା ପରି ଦିଶୁଛି। କାହାକୁ ଶ୍ରୁତିର ଶ୍ମଶାନ ବୋଲି କୁହାଯାଇଛି? କୋଣାର୍କକୁ, ଭୁବନେଶ୍ୱରକୁ। ପ୍ରାଚୀନ ଉତ୍କଳର ଅନ୍ୟତମ ରାଜଧାନୀ ମନ୍ଦିର ମାଳିନୀ ଭୁବନେଶ୍ୱରକୁ ସ୍ମୃତିର ଶ୍ମଶାନ ବୋଲି କୁହାଯାଇଛି। ସ୍ମୃତିର ଶ୍ମଶାନ ବୋଲି କାହାକୁ କୁହାଯାଇଛି? ଭୁବନେଶ୍ୱରକୁ ସ୍ମୃତିର ଶ୍ମଶାନ ବୋଲିକି କୁହାଯାଇଛି। ବାରିବାହ ବେଳାଭୂମିର ଶ୍ୟାମଳ ପଥରେ ଯିବା ବେଳେ କେଉଁମାନେ ତାର ସ୍ୱାଗତ ପାଇଁ ବାହାରି ଆସିବେ ବୋଲି କୁହାଯାଇଛି? ବାରିବାହ ବେଳାଭୂମିରେ ଶ୍ୟାମଳ ପଥରେ ଯିବା ବେଳେ ପଲ୍ଲୀ ବାଳାମାନେ ତାର ସ୍ୱାଗତ ପାଇଁ ବାହାରି ଆସିବେ ବୋଲି କୁହାଯାଇଛି। ଲେଖକ କାହାକୁ ଭୁବନ ମୋହନ ବୋଲି କହିଛନ୍ତି? ଭୁବନ ମୋହନ ବୋଲିକି ଆମକୁ କାହାକୁ କହିଛନ୍ତି? କୋଣାର୍କକୁ ଭୁବନ ମୋହନ ବୋଲିକି କହିଛନ୍ତି। ଭୁବନ ମୋହନ କୋଣାର୍କ ନିଜ ଭିତରେ ଧରି ରଖିଛି ଅନେକ ଅତୀତ ଉତ୍କଳର ଇତିହାସ। କାହାକୁ ସ୍ୱର୍ଗଚ୍ୟୁତ ପରିଜାତ ବୋଲି କୁହାଯାଇଛି? ସ୍ୱର୍ଗଚ୍ୟୁତ ପରିଜାତ କୋଣାର୍କକୁ ହିଁ କୁହାଯାଇଛି ସ୍ୱର୍ଗଚ୍ୟୁତ ପରିଜାତ। କିଏ ଦ୍ରୁତ ଗର୍ବିତ ଜାତିର ପରାକ୍ରମର ପ୍ରତୀକ? କୋଣାର୍କ। କାହାକୁ ମହାମନ୍ଦିର ବୋଲି କୁହାଯାଇଛି? ଭୁବନ ମୋହନକୁ ଆକା। ଏଟା ଟିକେ ଇମ୍ପୋର୍ଟାଣ୍ଟ ରହିବ, ଆମେ କାଢିଦେବା କେମିତି ନହେଲେ କୋଶ୍ଚିନ୍ ଗୁଡାକ କଣ ପଢିପାରିବା ମାନେ ସବୁ କନଫ୍ୟୁଜ କରି ପକେଇବା। ଏଗୁଡା ସବୁ ଆମ ଆଗରେ ଡ୍ରାମା ଦେଖେଇବନି। ଟିକେ ରହିଯାଅ ଦେଖେଇଦବା ଡାଇରେକ୍ଟ କୋଉଟା କୋଣାର୍କ କୋଉଟା କଣ କହିଛି, ତାପରେ ଆମର ଭୁବନେଶ୍ୱରକୁ କଣ କହିଛନ୍ତି? ଭୁବନେଶ୍ୱରକୁ ସ୍ମୃତିର ସହର, ସ୍ମୃତିର ଇତିହାସ ନା ସ୍ମୃତିର ନଗର ନା କଣ କହିଛନ୍ତି? ଠିକ ଅଛି। ସ୍ମୃତିର ଶ୍ମଶାନ ଲେଖ। ଭୁବନେଶ୍ୱର କଣ? ସ୍ମୃତିର ଶ୍ମଶାନ, ସ୍ମୃତି କେମିତି ଲେଖୁଛନ୍ତି ଏଟା? ସ୍ମୃତିର ଶ୍ମଶାନ, ସ୍ମୃତିର ଶ୍ମଶାନ। କୋଣାର୍କ। ଏମିତି ବା। ପ୍ରଥମେ ତ ଆଗକୁ କହିଛନ୍ତି ଭୁବନ ମୋହନ। ଭୁବନ ମୋହନ। ଦ୍ୱିତୀୟ କହିଛନ୍ତି ଦ୍ରୁତ ଓ ଗର୍ବିତ
ଗର୍ବିତ ଗର୍ବିତ ଜାତିର ପରାକ୍ରମ ପ୍ରତୀକ। ଭୁବନ ମୋହନ ଆଉ ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ। ପରାକ୍ରମର ପ୍ରତୀକ। ଭୁବନ ମୋହନ ଦୃପ୍ତ ଗର୍ବିତ ଜାତିର ପରାକ୍ରମର ପ୍ରତୀକ। ଭୁବନ ମୋହନ ଦୃପ୍ତ ଗର୍ବିତ ଜାତିର ପରାକ୍ରମର ପ୍ରତୀକ। ଠିକ ଅଛି। ଆଉ ଗୋଟେ ଅଛି ସ୍ୱର୍ଗଚ୍ୟୁତ ପରିଜାତ। ସ୍ୱର୍ଗଚ୍ୟୁତ ପରିଜାତ। ସ୍ୱର୍ଗଚ୍ୟୁତ ପରିଜାତ ଭୁବନ ମୋହନ ଦୃପ୍ତ ଗର୍ବିତ ଜାତିର ପରାକ୍ରମର ପ୍ରତୀକ। ଦୃପ୍ତ ହେଇଗଲେଣି, ଗର୍ବିତ ଥିଲେ ସେ ସମୟରେ। ସେଇ ଯୋଉ ପରାକ୍ରମ କଲେ ବା କୋଣାର୍କକୁ ହରେଇ ବସିଲେ, ସେ ପରାକ୍ରମ ଜାତିର କଣ ପ୍ରତୀକ ସ୍ୱର୍ଗଚ୍ୟୁତ ପରିଜାତ ବୋଲି କହୁଛନ୍ତି। ଏଟା ଟିକେ ମନେ ରଖିବାକୁ ପଡିଲା, ସ୍ୱର୍ଗଚ୍ୟୁତ ପରିଜାତ ବୋଲିକି ଏଟା ଗୋଟେ ମନେ ରଖିବ। ଆଉ ଭୁବନ ମୋହନ ଏଇ ଦୁଇଟା ମନେ ରଖିବ। ମହାମନ୍ଦିର ଆମ ଜଗନ୍ନାଥ ମାରିବନି ରେ। ମହାମନ୍ଦିର ଜଗନ୍ନାଥ ମନ୍ଦିର ମାରିବନି। ମହାମନ୍ଦିର ଆମର କୋଣାର୍କ ଠାକୁରଙ୍କୁ ନାହିଁ। ଅତୀତ ମ୍ଳାନ ଶ୍ମଶାନ ବୋଲି ଲେଖକ କାହାକୁ ଅଭିହିତ କରିଛନ୍ତି? ଅତୀତର ମ୍ଳାନ ଶ୍ମଶାନ। ଅତୀତର ମ୍ଳାନ ଶ୍ମଶାନ। ଆଉ କଣ କହ ନା। ଆଉ କିଛି ନାହିଁ। କୋଣାର୍କକୁ ଭୁବନ ମୋହନ କହୁଛନ୍ତି, ଦୃପ୍ତ ଗର୍ବିତ ଜାତିର ପରାକ୍ରମର ପ୍ରତୀକ ବୋଲି କହୁଛନ୍ତି। କୋଣାର୍କକୁ ସ୍ୱର୍ଗଚ୍ୟୁତ ପରିଜାତ ବୋଲି କହୁଛନ୍ତି। ସ୍ୱର୍ଗଚ୍ୟୁତ ପରିଜାତ ଆମର କୋଣାର୍କ ଆଗା କହିବ। ମହାମନ୍ଦିର ପୁରୀ ମାରିବନି, କୋଣାର୍କ ମାରିବ। ଅତୀତର ମ୍ଳାନ ଶ୍ମଶାନ ଏଟା ତମେ ଭୁବନେଶ୍ୱରର ସ୍ମୃତିର ଶ୍ମଶାନ। ଏଟା ଅତୀତର ମ୍ଳାନ ଶ୍ମଶାନ। ଅତୀତର ଲେଖିବ ଦେଖିକି ପୁରା। ଅତୀତର ମ୍ଳାନ ଶ୍ମଶାନ ବୋଲେ କୋଣାର୍କ, ସ୍ମୃତିର ଶ୍ମଶାନ ବୋଲେ ଆମର ଭୁବନେଶ୍ୱର। ବାସ୍ ଏତିକି ତ। ଆଉ କଣ କୋଶ୍ଚିନ୍ ଅଛି ଦେଖିଆ ଥ। ପସ୍ ହେଇଯାଉଛି କଣ ଏଟା? ହାର୍ଟ ଫେଲ ହେଇଗଲା, ବନ୍ଦ ହେଇଗଲା ନା ଭାସିଗଲି ମୁଁ। ଥଟା ଠିକ ମାରିତେ ମୁଁ ଏଟା କେମିତି କ୍ୟାନ୍ସଲ ଧକ କହିପାରିଲ ନା। ଉତ୍ତମାଙ୍ଗ କିଏ ରେ? ଉତ୍ତମାଙ୍ଗ କିଏ ରେ? କଟକ ଟକ 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 ଟକ। ଲେଖକ ଭୁବନ ମୋହନ କାହାକୁ କହିଛନ୍ତି? କୋଣାର୍କକୁ। ସ୍ୱର୍ଗଚ୍ୟୁତ ପରିଜାତ ବୋଲି କାହାକୁ କହିଛନ୍ତି? କୋଣାର୍କକୁ ଆକା। ଦୃପ୍ତ ଗର୍ବିତ ଜାତିର ପରାକ୍ରମ ପ୍ରତୀକ ବୋଲି କାହାକୁ କହିଛନ୍ତି? କୋଣାର୍କକୁ କହିଛନ୍ତି। କାହାକୁ ମହାମନ୍ଦିର ବୋଲି କହିଛନ୍ତି? କୋଣାର୍କକୁ କହିଛନ୍ତି। ଅତୀତର ମ୍ଳାନ ଶ୍ମଶାନ ବୋଲି କାହାକୁ କହିଛନ୍ତି? ଭୁବନେଶ୍ୱରକୁ? ନାଇଁ, କୋଣାର୍କକୁ କହିଛନ୍ତି। ଭୁବନେଶ୍ୱର କଣ କହିଛନ୍ତି? ସ୍ମୃତିର ଶ୍ମଶାନ ବୋଲି କହିଛନ୍ତି। ସାକ୍ଷୀ ଗୋପାଳରେ କିଏ ଉନ୍ନତ ଉତ୍କଳର ସ୍ୱପ୍ନ ଦେଖିଥିଲେ? ଗୋପବନ୍ଧୁଙ୍କ ମନେ ପଡିଯାଉଛି କଥା। ସାକ୍ଷୀ ଗୋପାଳରେ କିଏ ଉନ୍ନତ ଉତ୍କଳର ସ୍ୱପ୍ନ ଦେଖିଥିଲେ? ସାକ୍ଷୀ ଗୋପାଳ ଠାରେ ଶ୍ମଶୂଳ, ଅକ୍ରୁଳ, ଶ୍ମଶ୍ରୁଳ, ଅକ୍ରୁଳ, ଖର୍ବ, କ୍ଷମ, ଗୋପବନ୍ଧୁ ବକୁଳ ବନରେ କୁଟୀର ରଚି ଉନ୍ନତ ଉତ୍କଳର ସ୍ୱପ୍ନ ଦେଖିଥିଲେ। ଉନ୍ନତ ଉତ୍କଳର ସ୍ୱପ୍ନ ଦେଖିଥିଲେ ବେଲେ କାହାକୁ ଉତ୍କଳର ମହାନିଶାର ଧ୍ରୁବଜ୍ୟୋତି ବୋଲି କୁହାଯାଇଛି? ଗୋପବନ୍ଧୁଙ୍କୁ ଉତ୍କଳର ମହାନିଶାର ଧ୍ରୁବଜ୍ୟୋତି ବୋଲିକି କୁହାଯାଇଛି। କାହାକୁ ଦଧିଚି ବୋଲି ଲେଖକ ଅଭିହିତ କରିଛନ୍ତି? ଦଧିଚି ବୋଲିକି କାହାକୁ ଦଧିଚି ବୋଲି ଲେଖକ ଅଭିହିତ କରିଛନ୍ତି? ଗୋପବନ୍ଧୁଙ୍କୁ ଦଧିଚି ବୋଲିକି ଲେଖକ ଅଭିହିତ କରିଛନ୍ତି। ଉତ୍କଳର କମଳର କେଶର କିଏ? ଉତ୍କଳର କମଳର କେଶର କିଏ? ନୀଳାଚଳ। ଏଇଠି ଖାଇଯିବ ମାଡ ଆଉ।
ଏଠି ଇଣ୍ଡିଆ ବ୍ରେକ୍ ହେଇଯିବ ମୁଁ ତ ଜାଣିଛି ଏ ଯୋଉ ଟିଚର ଗୁଡାକ ନାହିଁ ଯୋଉମାନେ ଏକ୍ଜାମରେ କୋଶ୍ଚିନ୍ ଲେଖୁଛନ୍ତି ସେମାନଙ୍କର ମାଇଣ୍ଡ ସେଟ୍ ବିଲକୁଲ ଠିକ ନାହିଁ ବିଲକୁଲ ଡାଟି ମାଇଣ୍ଡ ଅଛନ୍ତି ସେମାନେ ଏମିତି କୋଶ୍ଚିନ୍ ଗୁଡା କାଢିବେ ଦେଖ ଉତ୍କଳର କମଳର କେଶର କିଏ ଉତ୍କଳ କମଳ ଠିକ ଅଛି ପଦ୍ମର କେଶର କେଶର ବୋଲେ ଉପର ନୀଳାଚଳ ଠିକ ଅଛି ଉତ୍କଳର ପବିତ୍ର ନୀଳାଚଳ ଉତ୍କଳର କମଳର କେଶର ଠିକ ଅଛି ନୀଳାଚଳ ନୀଳାଚଳ କମଳର କେଶର କମଳର କେଶର ହଁ ନୀଳାଚଳ ନୀଳାଚଳ ଧାମ ନୀଳାଚଳ ଧାମ କି ବୋଧେ କମଳର କେଶର ଉତ୍କଳ କମଳର କେଶର ଉତ୍କଳ ଉତ୍କଳ କମଳର କେଶର ବୋଲିକି କାହାକୁ କୁହାଯାଉଛି ପବିତ୍ର ନୀଳାଚଳକୁ କାହାକୁ କୁହାଯାଉଛି ପବିତ୍ର 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 ନୀଳାଚଳକୁ ଉତ୍କଳ କମଳର କେଶର ବୋଲିକି କୁହାଯାଉଛି ବୁଝିପାରିଲ ଆଉ ରହିଲା କଣ ଗୋପବନ୍ଧୁଙ୍କ ବିଷୟରେ ଟିକେ ଦେଇଛି ସେଟା ଲେଖିବ ଶଶ୍ରୁଳ ଅଶ୍ରୁଳ ଖର୍ବ ନିଖ ଶଶ୍ରୁଳ ଅଶ୍ରୁଳ ଖର୍ବ କ୍ଷମ ଗୋପବନ୍ଧୁ ଦିନେ ଅତୀତ ଉତ୍କଳର ସ୍ୱପ୍ନ ଦେଖିଥିଲେ ବୋଲି ଲେଖିବ ନାଇଁ ବକୁଳ ବନରେ କୁଟୀର ରଚି ଉନ୍ନତ ଉତ୍କଳର ସ୍ୱପ୍ନ ଦେଖିଥିଲେ ଆଜିକାଲି ତ ଇନଷ୍ଟାଗ୍ରାମ ରିଲ ସ୍କ୍ରୋଲ କରିଛନ୍ତି ରିଲ ସ୍କ୍ରୋଲ ଗୋପବନ୍ଧୁଙ୍କୁ ଉତ୍କଳର ମହାନିଶାର ଧ୍ରୁବଜ୍ୟୋତି ବୋଲି କୁହାଯାଇଛି ଗୋପବନ୍ଧୁଙ୍କ ଉତ୍କଳର ମହାନିଶାର ଧ୍ରୁବଜ୍ୟୋତି ବୋଲି କହିଛନ୍ତି ରେ ତାପରେ ଦେଖ ଦଧିଚି ବୋଲି କାହାକୁ କହିଛନ୍ତି ଗୋପବନ୍ଧୁ କାହାକୁ କହିଛନ୍ତି ରେ ନୀଳାଚଳ ବୋଲି କଣ ରେ ନୀଳାଚଳ ହଉଛି ଆମର ଉତ୍କଳ କମଳର କେଶର ଠିକ ଅଛି ମନେ ରଖିଦେଲେ ତ ଆଉ କଣ ହେଲା ଆଉ ଲଙ୍ଗ କୋଶ୍ଚିନ୍ ଗୁଡାକ ଟିକେ ଲେଖିବା ଆମେ ହେଲା ଏଗୁଡା ସବୁ ଡିସ୍କସନ ସିନା କରିଦେଲୁ ତମେ ସବୁ କାଢିକି ଲେଖିପାରିବ ବୋଲି ଭଲ କଥା ଲଙ୍ଗ କୋଶ୍ଚିନ୍ ଗୁଡାକ ସବୁ ଧୀରେ ଧୀରେ ଲେଖିବା ପ୍ରାକ୍ଟିସ କରିବା ବିଲକୁଲ ବି ତମେ ମାନେ କେୟାରଲେସ୍ ହୁଅନି ଠିକ ଅଛି ପରୀକ୍ଷା ପାଖ ଆଇଲାଣି ସିରିୟସ୍ ଟିକେ ହୁଅ ପାଠ ପଢା ଟିକେ କର ଠିକ ଅଛି ନେକ୍ସଟ କ୍ଲାସରେ ଆମେ ଦେଖିବା ନେକ୍ସଟ କ୍ଲାସ ତମର କାଲିକି ଅଛି ଆଉ କଣ ଆଜି କି ଆଜି ନାହିଁ ଆଜି ତମର ଫିଜିକ୍ସ କଣ ଟିକେ ପଢିବାରେ ଆଜି ଦେଖିବା ଟିକେ ନେକ୍ସଟ କ୍ଲାସରେ ତମର ଦେଖିବା ଏଇ ବାଟଟା ଷ୍ଟାର୍ଟ କରିଦବା ଏଇ ବାଟର 2 ମାର୍କ କୋଶ୍ଚିନ୍ ଏଟା 1 ମାର୍କ ସରିଲା ହେଲା 1 ମାର୍କ ଲଙ୍ଗ କୋଶ୍ଚିନ୍ ସରିଲା ମାନେ ଏମସିକ୍ୟୁ ସରାଇ ଦେଇଥିଲି ଲଙ୍ଗ କୋଶ୍ଚିନ୍ ବି ସରିଲା 2 ମାର୍କର କୋଶ୍ଚିନ୍ ଗୁଡା କାଲି ଦେଖିବା ନେକ୍ସଟ କ୍ଲାସରେ ଦେଖିବା 2 ମାର୍କ କୋଶ୍ଚିନ୍ ସବୁ ଗୁଡାକ ଲେଖି ଲେଖି ବୁଝେଇବି ଠିକ ଅଛି କିଛି ଅସୁବିଧା ନାହିଁ ବିଲକୁଲ ବିଲକୁଲ ଲେଖି ଲେଖି ବୁଝେଇବି ଯୋଉଟା କହିବା କିଛି କହିଦବା କିଛି ଅସୁବିଧା ନାହିଁ ବିଲକୁଲ ପ୍ରିପାରେସନ ହେଇଯାଅ ଆଜିର କ୍ଲାସ ପାଇଁ ଏଇଠି ରଖିବା ଠିକ ଅଛି ବାଏ 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 ଘରେ ଟିକେ ପଢାପଢି କର ନେକ୍ସଟ କ୍ଲାସ ଦେଖ ହଁ ଯାଉଛି ଖା ପିଆ ହେଇଯାଉ ବ୍ରେକ୍ ରଖୁଛି ସୁଟିଂ ଚାଲିବ ମୋର ରଖୁଛି ବାଏ 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 ତାହେଲେ କଣ ଇଚ୍ଛା ହଉଛି ନା କଣ କ୍ଲାସ ବନ୍ଦ କରିବା ବାଏ ବାଏ ଏଭ୍ରିୱାନ୍ ବାଏ ବାଏ ଲଭ୍ ୟୁ thank you for joining thank you for joining bye 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 bye